মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে দূর ମୋ যিশু নাম। প্রিয় শ্ରୋତା ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସର୍ବୋଚ୍ଚ ନାମରେ ଆପଣଙ୍କୁ ଶୁଭେଚ୍ଛା। ପ୍ରଭୁ ଯୀଶୁଖ୍ରୀଷ୍ଟ ହ୍ରଦ ପାର କରି ନୌକାରୁ ଓହ୍ଲାଇବା କ୍ଷଣି ସେହି ଗରାସିୟ ଅଞ୍ଚଳରୁ ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିବା ଘଟଣା ଆମେ ଏଠାରେ ପାଠ କରୁ। ଏହି ଭୂତଗ୍ରସ୍ତ ଲୋକ ଏପରି ଅବସ୍ଥାରେ ରହୁଥିଲା ଯେ ସେ ଲୁଗା ନ ପିନ୍ଧି ଘରେ ନ ରହି ସମାଧି ସ୍ଥାନରେ ରହୁଥିଲା। ଯଦିଓ ଲୋକମାନେ ତାହାକୁ ଜଞ୍ଜିର ଓ ବେଡ଼ିରେ ବାନ୍ଧି ରଖୁଥିଲେ, ତଥାପି ସେ ବନ୍ଧନ ସବୁ ଛିଣ୍ଡାଇ ସମାଧି ସ୍ଥାନକୁ ଚାଲି ଯାଉଥିଲା। ମାତ୍ର ସେ ଯୀଶୁଙ୍କୁ ଦେଖିବା କ୍ଷଣି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚ ସ୍ୱରରେ ଯୀଶୁଙ୍କ ବିଷୟରେ କହିଲା ଯେ ଯୀଶୁ ପରାତ୍ପର ଈଶ୍ୱରଙ୍କର ପୁତ୍ର। ପୁଣି ତାହାକୁ ଯନ୍ତ୍ରଣା ନ ଦେବା ପାଇଁ ସେ ଯୀଶୁଙ୍କୁ ବିନତି କଲା। ସେ ପୁଣି ବିନତି କରି କହିଲା ଯେ ଯେପରି ତାହାଠାରୁ ବାହାରି ନ ଯିବା ପାଇଁ ସେ ଆଜ୍ଞା ନ ଦିଅନ୍ତି। ତଥାପି ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଭୂତମାନଙ୍କୁ ଆଜ୍ଞା ଦେବା କ୍ଷଣି ସେମାନେ ତାହାକୁ ଛାଡ଼ି ବାହାରିଗଲେ। ତେବେ ସେହି ଲୋକର ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ହେଲା। ସେ ଯେତେବେଳେ ଯୀଶୁଙ୍କୁ ପ୍ରଥମରେ ସାକ୍ଷାତ କଲା, ଲୁଗା ପିନ୍ଧୁନଥିଲା କି ଘରେ ରହୁନଥିଲା, ବରଂ ସମାଧି ସ୍ଥାନରେ ରହୁଥିଲା। ବର୍ତ୍ତମାନ ନଗରର ଲୋକମାନେ ଆସି ଏହି ଲୋକଠାରେ ଯେଉଁ ପରିବର୍ତ୍ତନ ହେଲା ତାହା ଦେଖିଲେ ଯେ ସେ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ସେମାନେ ଭୀତଗ୍ରସ୍ତ ଓ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ତେବେ ଯେଉଁ ଲୋକଠାରେ କୌଣସି ଆଶା ନଥିଲା, ଯାହାକୁ ଲୋକେ ଡରୁଥିଲେ ଆଉ ଯିଏ ବିନାଶ ଆଡ଼କୁ ଯାଉଥିଲା, ସେହି ଲୋକର ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନରେ ଏହିପରି ଏକ ବଡ଼ ପରିବର୍ତ୍ତନ ହେଲା। ସେ ସଚେତନ ହେଲା, ଲୋକଙ୍କ ଗ୍ରହଣଯୋଗ୍ୟ ହେଲା। ତଦନୁରୂପେ ପ୍ରତ୍ୟେକ ନିରାଶା ପାପୀ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଶାର ଆଲୋକ ସ୍ୱରୂପ ଅଟନ୍ତି। ଯାହାଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସହିତ ପାପୀ ମିଳିତ ହୋଇପାରେ, ସେହି ପରାତ୍ପର ଈଶ୍ୱରଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ରୂପେ ଜାଣିବା ନିମନ୍ତେ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ।